ପିଲାମାନେ ଆଜି ଆମେ ଉଠ ନିଶି ପାହିଲାର ସର୍ଟ କ୍ୱେଶ୍ଚନ୍ ଯେଉଁଟା ଅଛି ଖ ବିଭାଗରେ ତାହା ଆଜି ଆମେ ଆଲୋଚନା କରିବା। କବି ହେଉଛନ୍ତି ବନମାଳୀ ଦାସ ଏବଂ এই ପାଠଟା ବେଶୀ ବଡ଼ ନୁହେଁ, ତାର କ୍ୱେଶ୍ଚନ୍ ଆନ୍ସର୍ ବି ବେଶୀ ନୁହେଁ। ତାହେଲେ ଆମେ ଦେଖିଦେବା। ଚାଲ ଖ ବିଭାଗରେ ଆମେ ଯେଉଁଟା ଆମେ ଦେଖିବା ତାହା ଦେବି, ତୁମେ ନିଜ ନିଜ ଖାତାରେ ଲେଖିକି ରଖିପକ। ପିଲାମାନେ ଦେଖ ଖ ବିଭାଗରେ ଦେଖ କ୍ଷୁଦ୍ର ଉତ୍ତରମୂଳକ 1 ନମ୍ବର ବିଶିଷ୍ଟ ପ୍ରଶ୍ନ ଗୋଟିଏ ବାକ୍ୟରେ ଉତ୍ତର ଲେଖ ବୋଲି କହିଛି। ପିଲାମାନେ ଏଠି କବିର କିଛି ଆବଶ୍ୟକତା ନାହିଁ। ତୁମେମାନେ କ'ଣ ଲେଖିବ? ମନ୍ଦିର ଓ ବୃକ୍ଷରେ କିଏ କିଏ ଡାକ ଦେଲେ? ମନ୍ଦିର ଓ ବୃକ୍ଷରେ କିଏ କିଏ ଡାକ ଦେଲେ? ନା ମନ୍ଦିରର ଓ ବୃକ୍ଷରେ ଡାକ ଦେଲେ ମନ୍ଦିରରେ ଶୁକ ଓ ବୃକ୍ଷରେ କାକ। ମନ୍ଦିରରେ ଶୁକ ଡାକ ଦେଇଥିଲେ ଏବଂ ବୃକ୍ଷରେ କାକ ଡାକ ଦେଇଥିଲେ। ଲେଖିନିଅ ପିଲାମାନେ, ପରୀକ୍ଷାରେ ବାରମ୍ବାର ଆସେ ଶୁକ ଓ କାକ। ମନ୍ଦିରରେ ଶୁକ ଓ ବୃକ୍ଷରେ କାକ, ମନେ ରଖିଲ। ତାପରେ ପିଲାମାନେ 2 ନମ୍ବରରେ ଅଛି। ଦେଖ 2 ନମ୍ବରରେ କ'ଣ ଅଛି? ପ୍ରଖର ରାବ କାହାର ବୋଲି ଦର୍ଶାଯାଇଛି। ପ୍ରଖର ରାବ କାହାର ବୋଲି ଦର୍ଶାଯାଇଛି। କାହାର? କୁକୁଟ। ପିଲାମାନେ କୁକୁଟ ଲେଖିନିଅ। ରାଇଟ୍ ଆନ୍ସର୍ ହେବ କୁକୁଟ। 3 ନମ୍ବରରେ ଦେଖ ଅଛି କୃଷ୍ଣଙ୍କର ମୁଖ ପଖାଲିବାକୁ ଯଶୋଦା କ'ଣ ରଖିଛନ୍ତି? କୃଷ୍ଣଙ୍କ ମୁଖ ପଖାଲିବାକୁ ଯଶୋଦା କ'ଣ ରଖିଛନ୍ତି? 3 ନମ୍ବରରେ ଅଛି। ଦେଖୁଛ ପିଲାମାନେ, ପ୍ରଶ୍ନଟା ଆଉଥରେ ମୁଁ ପଢ଼ି ଦେଉଛି। କୃଷକଙ୍କର ମୁଖ ପଖାଲିବାକୁ ଯଶୋଦା କ'ଣ ରଖିଛନ୍ତି? କ'ଣ? ବାସନୀର। ରାଇଟ୍ ଆନ୍ସର୍ ପିଲାମାନେ ଏଠି ଲେଖିଦିଅ ବାସନୀର। ବୁଝିପାରିଲ? ବାସନୀର। ଆଉଥରେ ଆନ୍ସର୍ କହିଦେଉଛି ବାସନୀର। ତୁମେ କେମିତି ଲେଖିବ? କୃଷ୍ଣଙ୍କ ମୁଖ ଦେଖ ଲେଖା ହେଇଛି କୃଷ୍ଣଙ୍କର ମୁଖ ପଖାଲିବାକୁ ଯଶୋଦା, ଏତିକି ତ ଲେଖିଦେବ। ତାପରେ କ'ଣ ଜାଗାରେ ତୁମେ ଲେଖିବ? ବାସନୀର ରଖିଛନ୍ତି। ବସ୍ ପଟିଗଲା। ତାପରେ 4 ନମ୍ବର ଅଛି କଦଳୀ ସହିତ କ'ଣ ଗୋଲି କରି ଯଶୋଦା କୃଷ୍ଣଙ୍କୁ ଦେବେ ବୋଲି କହିଛନ୍ତି? ବୁଝିପାରିଲ? ଦେଖ ଏଇଠି ପିଲାମାନେ ଏଇଟା ମନେ ରଖିବ, ନିଜ ନିଜ ଖାତାରେ ଲେଖିନେବ ହେଲା। ତାପରେ ଦେଖ ଏଠି ଲେଖା ହେଇଛି କଦଳୀ ସହିତ କ'ଣ ଗୋଲି କରି ଯଶୋଦା କୃଷ୍ଣଙ୍କୁ ଦେବେ ବୋଲି କୁହାଯାଇଛି। କ'ଣ? ଅମୃତ ଓ ପାଣି ଦୁଇଟା ହେଲା। 4 ନମ୍ବର ଅମୃତ ଓ ପାଣି ଲେଖିନିଅ। ଆଉଥରେ କହିଦେଉଛେ କଦଳୀ ସହିତ କ'ଣ ଗୋଲି କରି ଯଶୋଦା କୃଷ୍ଣଙ୍କୁ ଦେବେ ବୋଲି କହିଛନ୍ତି ବେଲେ କ'ଣ? ଅମୃତ ଓ ପାଣି। ବୁଝିପାରିଲ? ତାହେଲେ 5 ନମ୍ବର ଦେଖ 5 ନମ୍ବରରେ କ'ଣ ଅଛି? ଖଣ୍ଡ ସହିତ କ'ଣ ମିଶାଇ ଯଶୋଦା କୃଷ୍ଣଙ୍କୁ ବୁଝାଇବେ? ଖଣ୍ଡ ସହିତ କ'ଣ ମିଶାଇ କରି କ'ଣ ହେବ? ରାଇଟ୍ ଆନ୍ସର୍ ହେବ ଖଣ୍ଡ ସହିତ କ'ଣ ମିଶାଇ ଯଶୋଦା କୃଷ୍ଣଙ୍କୁ ବୁଝାଇବେ ବେଲେ ସର। ରାଇଟ୍ ଆନ୍ସର୍ ହେବ ପିଲାମାନେ ସର। ବୁଝିପାରିଲ? ସର। ତାପରେ 6 ନମ୍ବରରେ କ'ଣ ଅଛି? କ'ଣ ପାଇଁ ପଥଶ୍ରମ ହୋଇଥିବ ବୋଲି ଯଶୋଦା କହିଛନ୍ତି? କ'ଣ ପାଇଁ ପଥଶ୍ରମ? ପିଲାମାନେ କ'ଣ ପାଇଁ ପଥଶ୍ରମ ହୋଇଥିବେ ବୋଲି ଯଶୋଦା କହିଛନ୍ତି? ବାଛୁରୀ ଚରେଇ ଯାଇ। ରାଇଟ୍ ଆନ୍ସର୍ ହେବ ବାଛୁରୀ ଚରାଇ ଯାଇ। ଲେଖିଦେବ ପିଲାମାନେ, ନିଜ ନିଜ ଖାତାରେ ଲେଖିନିଅ। ବାଛୁରୀ ଚରାଇ ଯାଇ। ଅଶୋକତ ହୁଏ କି ଶରୀର? କିଏ କାହାକୁ କାହିଁକି କହିଛନ୍ତି? ଅଶୋକତ ହୁଏ କି ଶରୀର? ଏ କଥାଟା କିଏ କାହାକୁ କହିଛନ୍ତି ତାହା ଏଠି ଦର୍ଶାଉଛି। ପିଲାମାନେ ଯଶୋଦା ଶ୍ରୀକୃଷ୍ଣଙ୍କୁ କ'ଣ ପାଇଁ ତାହା ବୁଝ। ଯଶୋଦା ଶ୍ରୀକୃଷ୍ଣଙ୍କୁ କହିଛନ୍ତି କାରଣ ସେ କ୍ଳାନ୍ତ ଭାବରେ ଶୋଇ ପଡ଼ିଥିଲେ। ବୁଝିପାରିଲ ପିଲାମାନେ? କ୍ଳାନ୍ତ